ମାର୍କଣ୍ଡେଶ୍ୱର ସାହିସ୍ଥିତ ବୁଢ଼ୀମା ତୋଟାଠାରେ ପୁରୀ ମ୍ୟୁନିସିପାଲିଟି ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୀ ମ୍ୟୁନିସିପାଲିଟିର 1, 2, 16 ଓ 17 ନମ୍ବର ୱାର୍ଡର ବାସିନ୍ଦାମାନେ ଯୋଗଦେଇ ଖୁବ୍ ଧୁମଧାମରେ ପାଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୁରୀ ମ୍ୟୁନିସିପାଲିଟିର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରଞ୍ଜନ ବେହେରା ଯୋଗଦେଇ ସରକାରଙ୍କର ବିଭିନ୍ନ ଲୋକ ହିତକର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ପୌର ସଦସ୍ୟ ଭକ୍ତଚରଣ ଦାସ, ପୁରୀ ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କୁମାର ମିଶ୍ର ଓ ସିଡିପିଓ ସଂଯୁକ୍ତା କାନୁନଗୋ ଯୋଗଦେଇ ଓଡ଼ିଶା ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ। ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମଞ୍ଚରେ ପୁରସ୍କୃତ କରିଥିଲେ। ପରେ 4ଟି ୱାର୍ଡର ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ବହି ବଣ୍ଟନ କରାଯାଇଥିଲା। ୱାର୍ଡ ଅଧିକାରୀ ଶିବପ୍ରସାଦ ଶତପଥୀ, ଗଣେଶ୍ୱର ଷଡ଼ଙ୍ଗୀ, ଶତ୍ରୁଘ୍ନ ବାରିକ, ସମାଜସେବୀ ବିନାୟକ ଦାସ ପ୍ରମୁଖ ଉପସ୍ଥିତ ଥିଲେ। CMMU ମ୍ୟାନେଜର ବିଦ୍ୟାଧର ମଲ୍ଲିକ ମଞ୍ଚ ପରିଚାଳନା କରିଥିବା ବେଳେ ନୋଡାଲ ଅଧିକାରୀ ରେଶ୍ମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ସ୍ୱଚ୍ଛ ସୁପରଭାଇଜର ମାନସୀ ଦେଇ, ସୌମ୍ୟା ହୋତା, ସ୍ୱଚ୍ଛ ସାଥୀ ସୁଲୋଚନା ଜେଠି, ଜୟନ୍ତୀ ପ୍ରଧାନ, ମନୋରମା ବିଶ୍ୱାଳ, ମାଣିକ ନନ୍ଦ ଓ ପାୟଲ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୋ ଓଡ଼ିଶା ନବୀନ ଓଡ଼ିଶାର ଯେଉଁ କାର୍ଯ୍ୟକ୍ରମ ଚାଲିଛି ଏଟା ପୁରୀର ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ এই କାର୍ଯ୍ୟକ୍ରମ ଚାଲିଛି। ବର୍ତ୍ତମାନ ଆଜି 4ଟି ୱାର୍ଡରେ 1, 2, 16, 17 4ଟି ୱାର୍ଡରେ এই ଯେଉଁ ଜନସାଧାରଣ ଆୱାରନେସ୍ ପାଇଁ ଯେଉଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଯେଉଁ ଜନହିତକର ଯୋଜନା କରୁଛନ୍ତି ତାର ଲୋକଙ୍କ ପାଖରେ କିଭଳି ପହଞ୍ଚିବ ତାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏଇଟା। ଯାହାଦ୍ୱାରା ଲୋକମାନେ ବହୁତ ଲୋକ ଅଛନ୍ତି ଯେଉଁମାନେ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଚାଲିଛି ତାହା ଜାଣିପାରୁନାହାନ୍ତି। ସେଥି ନିମନ୍ତେ ଓଡ଼ିଶାର ବିଭିନ୍ନ NSC ମ୍ୟୁନିସିପାଲିଟି ପଞ୍ଚାୟତ ଆରମ୍ଭ କରି ପ୍ରତ୍ୟେକ ଜାଗାରେ ମୋ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ ଚାଲିଛି। କ୍ୟାମେରା ପର୍ସନ ରବି ଜେନାଙ୍କ ସହ ସୁଧାଂଶୁ କରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।